ମଉସାଙ୍କର କଣ ପ୍ରୋବ୍ଲେମ କଣ ହେଇଥିଲା ମଉସାଙ୍କର? ବ୍ରେନ୍ ଷ୍ଟ୍ରୋକ୍ ହେଇଥିଲା, ତା ଗୋଡ ଆକାର ହେଇଥିଲା। ହେଲା ପରେ ଆମେ ସାର୍ଙ୍କ ପାଖରେ ଟ୍ରିଟମେଣ୍ଟ ହେଲୁ। ପ୍ରାୟତଃ ଏଠି 8-9 ମାସ ପାଖାପାଖି ମେଡିସିନ ସାର୍ଙ୍କ ଖାଇଲା ପରେ ଟିକେ 2 ମାସ ପରେ ଲାଗିଲା ଯେ ହଁ ସାର୍ଙ୍କ ମେଡିସିନ ଇମ୍ପ୍ରୁଭ ହଉଛି। ଆଜିକି 6-7 ମାସ ତଳେ ସେ ଚାଲି ପାରୁନଥିଲେ, ବସି ପାରୁନଥିଲେ, ଆଇଦର ଲାଗିଥିଲା ରାଇସ୍ ଟୁ ବି ଲାଗିଥିଲା ମୁହଁରେ ଖାଇବା ପାଇଁ। ଏବେ ସେ ଟିକେ ମାନେ ଆଗଠାରୁ ଟିକେ ବେଟର ଅଛନ୍ତି ଏବଂ ସେ ଉଠିକି ନିଜେ ନିଜେ ଚାଲାବୁଲା କରୁଛନ୍ତି, କିଛି ଖାଇଲେନି। ତ ବ୍ରେନ୍ ଷ୍ଟ୍ରୋକ୍ ଯେତେବେଳେ କଣ୍ଡିସନ କେମିତି ଥିଲା କଣ? ନା ଜମା ଉଠି ପାରୁନି, ମାନେ ଆମେ ଜାଣିଲୁ ଯେ ଏଇଟା ଥାର୍ଡ ଷ୍ଟ୍ରୋକ୍। ସାର୍ କଣ ହେଇଛି, ଏଇଟା ବଡ ଷ୍ଟ୍ରୋକ୍ ହେଇଛି। ଆମେ ଭାବିଛୁ ସାର୍ ସବୁ କୋମାକୁ ପଳେଇଲେ, କିନ୍ତୁ ଆମେ ଜାଣିନଥିଲି ଯେ ପରିସ୍ଥିତି ସେ ରିକଭରି କରିବେ। ସାର୍ କହିଥିଲେ ଟିକେ ଲେଟ୍ ହବ, ଟିକେ ରିକଭରି ହବା ପାଇଁ ଟାଇମ ଲାଗିବ ଏବଂ ତମେ ମେଡିସିନ କଣ୍ଟିନ୍ୟୁ କର। ସେ ମେଡିସିନ କଣ୍ଟିନ୍ୟୁ କରେ, ତାପରେ ସେ ନିଜେ ଚଲାବୁଲା କରୁଛନ୍ତି, ଖାଇ ପାରୁଛନ୍ତି। ଆଉ ମଉସା ଆପଣଙ୍କ ଦେହ କେମିତି ଅଛି? ଖାଇ ପାରୁଛନ୍ତି, ନିଜେ ଚଲାବୁଲି କରିପାରୁଛନ୍ତି? ଆଜ୍ଞା। କାଣ ହାତଟା ଗୋଟେ ଉଠେଇଲେ, ବାଁ ହାତ